but the sunlight hits in so many ways. Grab my shades and hit the streets, no plan. Chasing vibes like seashells in the sand. Radio hums a tune I can't name. Crooked smiles, crashing waves, no shame. Flip my phone, toss it in my bag. Today's for us, no time to lag. Feel the world just turning slow. Let the breeze tell us where to go. Every step a beat we can make. Life's a tune, sing it till we break. Concrete warm under my bare feet. Crowds moving like a heartbeat. Skipping stones in city streets we find. Let's write a new story, leave the old behind. Someone's cooking love in the air, I swear. Every spark in their voices shows they care. Colors splash like secrets on these walls, while laughter echoes through the halls. Feel the world just turn slow. Let the breeze tell us where to go. Every step a beat we can make. Life's a tune, sing it till we break. দম্ভ ঈর্ষা হিংস অভিমান প্রভৃতি দোষ সে তার ঈর্ষা নাই, তার হিংসা নাই, তার কৌশি দোষ নাই, সে সমস্ত পবিত্র অভিমান নাই। সেই ব্রাহ্মণକୁ ଡାକିଲେ, ସେମାନଙ୍କ ଆଶୀର୍ବାଦ କେତେବେଳେ ନିଷ୍ଫଳ ହୁଏ। ଏଇ ଯଦି ଯୋଗ୍ୟ ବ୍ରାହ୍ମଣକୁ ଡାକିବ, ବୈଷ୍ଣବକୁ ଡାକିବ, ଯଦି ଆପଣଙ୍କ ଘରେ ପାଦ ଦେବ, କିଛି ଅନୁଷ୍ଠାନ କରିବେ, ନିଷ୍ଫଳ ହେବ। ନିଶ୍ଚିତ ଆପଣ ସେ ଆଗ କୃଷ୍ଣ ଫଳକୁ ନେଇ ଏହି ପ୍ରକାର ଛୋଟ ବ୍ରାହ୍ମଣ ମାନଙ୍କୁ ସାମବେଦ ଏବଂ ଯାଦେବ ଏବଂ ଯୁଜୁର୍ବେଦ ମନ୍ତ୍ର ଅନୁସାରେ ପବିତ୍ର କର୍ମ ଅନୁଷ୍ଠାନ କରିବା ପାଇଁ ନିମନ୍ତ୍ରଣ କରିଥିଲେ। ସେ କ'ଣ କହିଲେ ନା ନନ୍ଦ ମହାରାଜ କୃଷ୍ଣଙ୍କୁ ଫଳରେ ଧରିଲେ ପରେ ଯୋଗ୍ୟ ବ୍ରାହ୍ମଣଙ୍କୁ ଡାକିଲେ। ବ୍ରାହ୍ମଣଙ୍କୁ ଡାକିକି ସାଧୁ ବେଦ ସବୁ এই গোটে ସବୁ କାର୍ଯ୍ୟ এই গোটে ଭଣ୍ଡାର ହରେ କୃଷ୍ଣ ମାନେ ଭଲରେ ହରେ କୃଷ୍ଣ। ନନ୍ଦ ମହାରାଜ କ'ଣ କଲେ ନା କୃଷ୍ଣଙ୍କୁ ଫଳରେ ଧରିଲେ, ଛୋଟ ପୁତ୍ରକୁ ଧରିକି ଯୋଗ୍ୟ ବ୍ରାହ୍ମଣମାନଙ୍କୁ ଡାକିଲେ। ଯୋଗ୍ୟ ବ୍ରାହ୍ମଣମାନଙ୍କୁ ଡାକିଲେ, ଡାକିକି ମନ୍ତ୍ର ସବୁ ପଢିଲେ ଏବଂ ହୋମକ୍ରିୟା କଲେ। ଔଷଧ ଜଳରେ ତାପରେ ହୋମକ୍ରିୟା ସମ୍ପନ୍ନ କରି ସେ ବ୍ରାହ୍ମଣମାନଙ୍କୁ ଉତ୍ତମ ଭୋଜନ କରାନ୍ତି। ଲାଷ୍ଟରେ ସବୁ କରିସାରିଲା ପରେ ଉତ୍ତମ ଭୋଜନ କୋଉ ବ୍ରାହ୍ମଣମାନଙ୍କୁ ଡାକିଲେ ନନ୍ଦ ମହାରାଜ ବ୍ରାହ୍ମଣ ମାନଙ୍କର ଯୋଗ୍ୟତା ଏବଂ ସେମାନଙ୍କର ଆଶୀର୍ବାଦ ଫଳ ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ଥିଲେ। ନନ୍ଦ ମହାରାଜ ଜାଣିଥିଲେ যে যোগ্য ব্রাহ্মণ, এটি যোগ্য ব্রাহ্মণ কুହାଯାଇଛି ପ୍ରାୟ ବୈଷ୍ଣବ যে ବ୍ରାହ୍ମଣ ହେଇଛି ତାକୁ ଯୋଗ୍ୟ ବ୍ରାହ୍ମଣ କୁହାଯାଇଛି। ପ୍ରାୟ ଶାସ୍ତ୍ର କହୁଛି ଯୋଉ ବ୍ରାହ୍ମଣ ବୈଷ୍ଣବ ହେଇଛି ସେମାନେ ଯୋଗ୍ୟ ବ୍ରାହ୍ମଣ, ସେମାନେ ସବୁ କିଛି ଜାଣିଛନ୍ତି। ଯେଉଁମାନେ ବୈଷ୍ଣବ ନ ହେଇଛି ସେମାନେ ଜାତିର ବ୍ରାହ୍ମଣ, ସେମାନଙ୍କୁ ଯୋଗ୍ୟ ବ୍ରାହ୍ମଣ କୁହାଯାଏନି, ଶାସ୍ତ୍ର କହୁଛି। ଓ ଦେଖ, ସେ ସ୍ଥିର ନିଶ୍ଚିତ ଭାବେ ଜାଣିଥିଲେ ଯେ ଉତ୍ତମ ବ୍ରାହ୍ମଣ ମାନେ ଯଦି ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବେ ତାହେଲେ ବାଳକୃଷ୍ଣ ଯୋଗ୍ୟ ବ୍ରାହ୍ମଣ ହେଇଥିଲେ, ଯୋଗ୍ୟ ବୈଷ୍ଣବ ହେଇଥିଲେ, ପାଦ ଦବ ବା ତାଙ୍କର ଆଶୀର୍ବାଦ ଏବେ ନିଷ୍ଫଳ ହବନି। ତେଣୁ ଶାସ୍ତ୍ର କହୁଛି ଆଉ ସାଧୁ ଗୁରୁ ବୈଷ୍ଣବ ଯଦି ଆପଣ ଘରକୁ ଆସିଲେ, ଆପଣ ଘରକୁ ନିଶ୍ଚିତ ସୁଫଳ ହବ।
এটা কয় শাস্ত্রর সিদ্ধান্ত ভগবানଙ୍କର সিদ্ଧାନ୍ତ এটি କୌଣସି ସନ୍ଦେହ ନାହିଁ ତେଣୁ ଏଠି ନନ୍ଦ ମହାରାଜ କହୁଛନ୍ତି କହିଲା ସମସ୍ତଙ୍କୁ କାହାରି ଆଶୀର୍ବାଦ ପ୍ରୟୋଜନ ହୁଏ ନା ଆଶୀର୍ବାଦ ବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ନୁହେଁ ସମସ୍ତଙ୍କୁ ସୁଖ ଶାନ୍ତି ପ୍ରଦାନ କରାଯାଇପାରେ କହିଲା ବ୍ରାହ୍ମଣ ମାନଙ୍କର ଆଶୀର୍ବାଦ କେବଳ ଭଗବାନ ଶ୍ରୀକୃଷ୍ଣଙ୍କୁ ନୁହେଁ ଯଦି ଭଗବାନଙ୍କୁ କଣ ଆଶୀର୍ବାଦ ଦେବେ ବ୍ରାହ୍ମଣ ମାନେ ଭଗବାନ ତ ସ୍ୱୟଂ ସବୁ କିଛିର ସର୍ବସିଦ୍ଧି ତାକୁ କଣ ବ୍ରାହ୍ମଣ ମାନେ ଆଶୀର୍ବାଦ କିନ୍ତୁ ନନ୍ଦନଳ ଜାଣିଥିଲେ କି ଶ୍ରୀକୃଷ୍ଣ ସ୍ୱୟଂ ଭଗବାନ ମୋ ପୁଅ ତେଣୁ ବର୍ତ୍ତମାନ ଆମର ବିଚାର ଯଦି ଆମେ କୌଣସି ଭଲ ଶୁଭ କର୍ମ କରିବା ତେଣୁ ଯୋଗ୍ୟ ବ୍ରାହ୍ମଣ ଯୋଗ୍ୟ ବୈଷ୍ଣବ ଆଣିକି କରିବେ ଏ ଶାସ୍ତ୍ର ସିଦ୍ଧାନ୍ତ ତେଣୁ ଯଦି ଆପଣ ଯାହା ତାକୁ ଯେତେବେଳେ ନନ୍ଦ ମହାରାଜ ଘର ଯେତେବେଳେ ତୃଣାବର୍ତ୍ତ ମାରିବାକୁ ଆସିଛି ଯେତେବେଳେ ତୃଣାବର୍ତ୍ତ ମାରି ନ ପାରିଲେ ସେତେବେଳେ ଶଗଡ଼ଟା ଭାଙ୍ଗି ଗୁଣ୍ଡ ହେଇଗଲା ସେତେବେଳେ ଗୋପ ବାଳକ ମାନେ ଏବଂ ନନ୍ଦ ମହାରାଜ ଏବଂ ଯଶୋଦା ମା ସମସ୍ତେ ଆସି କୃଷ୍ଣ ପାଖରେ ପହଞ୍ଚାଇ ଛୁଆଟା କଣ ଭୂତ ଲାଗିଯାଇଛି ନା କଣ ଏମିତି ଗୋଟେ ହେଇଛି ଯେହେତୁ ଶଗଡ଼ ଗାଡ଼ିଟା ଭାଙ୍ଗି ପଡ଼ିଛି ଏବଂ ଆଉ ଯେତେବେଳେ ଶଗଡ଼ ଗାଡ଼ିର ଯାହା ସବୁ ଜିନିଷ ବହୁତ ଜିନିଷ ଲଗା ହେଇଥିଲା ସେଗୁଡ଼ା ସବୁ ବିଚ୍ଛିନ୍ନ ହେଇପଡ଼ିଛି କଣ ହବ ଭୂତ ଫୁତ ଲାଗିଲା ନା କଣ ତେଣୁ ନନ୍ଦ ମହାରାଜ କଣ କଲା କହିଲା ଗୋଟେ ଯୋଗ୍ୟ ବ୍ରାହ୍ମଣ ଆଣି ଡାକ ଯୋଗ୍ୟ ବ୍ରାହ୍ମଣ ଆଣି ସେ ଛୁଆକୁ ସଂସ୍କାର କରାଯିବ